ତୁଳା ରାଶିର ଲୋକମାନେ ତୁମର ନିଜ ଘରେ ରହୁଥିବା ଏହି 3 ଜଣ ଲୋକ ତୁମର ମୃତ୍ୟୁକୁ ଅପେକ୍ଷା କରିଛନ୍ତି। ଯେତେବେଳେ ତୁମେ ଏହି ବିଶ୍ୱାସଘାତକମାନଙ୍କ ନାମ ଜାଣିବ, ତୁମର ଆଖିରୁ ରକ୍ତ ଲୁହ ବୋହିବାକୁ ଲାଗିବ। ତୁମର ହୃଦୟ ଖଣ୍ଡ ଖଣ୍ଡ ହୋଇଯିବ। ତୁମର ହୃଦୟ ଖଣ୍ଡ ଖଣ୍ଡ ହୋଇଯିବ। ତୁମର ହୃଦୟ ଖଣ୍ଡ ଖଣ୍ଡ ହୋଇଯିବ। ଯେତେବେଳେ ତୁମେ ଜାଣିବ ଯେ ଯେଉଁ ଲୋକମାନଙ୍କୁ ତୁମେ ଅନ୍ଧ ଭାବରେ ବିଶ୍ୱାସ କରୁଥିଲ, ଯେଉଁମାନଙ୍କୁ ତୁମେ ନିଜର ବୋଲି ଭାବୁଥିଲ, ଯେଉଁମାନଙ୍କୁ ତୁମେ ନିଜର ପ୍ରତ୍ୟେକ ଗୁପ୍ତ କଥା କହୁଥିଲ, ଯେଉଁମାନଙ୍କର ଖରାପ ସମୟରେ ତୁମେ ତୁମର ସମସ୍ତ ହୃଦୟ ଏବଂ ପ୍ରାଣ ସହିତ ସେମାନଙ୍କୁ ସମର୍ଥନ କରିଥିଲ, ସେହି ଲୋକମାନେ ଏତେ ବଡ଼ ବିଶ୍ୱାସଘାତକ ହୋଇଯିବେ। ତୁମେ କେବେ ସ୍ୱପ୍ନରେ ମଧ୍ୟ କଳ୍ପନା କରିନଥିଲ ଯେ ସେହି ଲୋକମାନେ ଘାସରେ ଏତେ ବଡ଼ ସାପ ହୋଇଯିବେ। ଆଜି ମୁଁ ତୁମକୁ ଏହି ବିଶ୍ୱାସଘାତକମାନଙ୍କଠାରୁ, ଏହି ଗୁପ୍ତ ଶତ୍ରୁମାନଙ୍କଠାରୁ ରକ୍ଷା କରିବାକୁ ଆସିଛି। ମୁଁ ତୁମକୁ ସେମାନଙ୍କର ଦୁଷ୍ଟ କାର୍ଯ୍ୟ ଏବଂ ସେମାନଙ୍କର ବାସ୍ତବତା ବିଷୟରେ କହିବାକୁ ଯାଉଛି। ଦେଖ ବନ୍ଧୁଗଣ, ତୁମେ ଜୀବନରେ ଯେତେ ଆଗକୁ ବଢୁଛ, ତୁମର ବୟସ ବଢ଼ିବା ସହିତ ତୁମେ ଅନୁଭବ କରୁଛ ଯେ ଏହି ଦୁନିଆରେ, ଏହି ପରିବାରରେ, ବନ୍ଧୁମାନଙ୍କରେ, ବନ୍ଧୁତ୍ୱରେ, ସମ୍ପର୍କୀୟମାନଙ୍କରେ, ଏପରିକି ପଡ଼ୋଶୀମାନଙ୍କରେ ଏବଂ ଆମ ନିଜ ଘରେ ରହୁଥିବା ଏହି ଲୋକମାନେ ଆମର ନିଜ ଲୋକ ବାସ୍ତବରେ ଆମର ନୁହନ୍ତି, କିନ୍ତୁ ପ୍ରତ୍ୟେକ ସମ୍ପର୍କ ସ୍ୱାର୍ଥ ସହିତ ଜଡ଼ିତ। ଯେତେବେଳେ ଲୋକମାନଙ୍କୁ ଟଙ୍କାର ଆବଶ୍ୟକତା ପଡ଼ିଥାଏ କିମ୍ବା ସେମାନଙ୍କର କାମ ଅଟକି ଯାଇଥାଏ ଏବଂ ସେମାନଙ୍କୁ କିଛି କରିବାକୁ ପଡ଼ିଥାଏ, ସେମାନେ ଆମ ସହିତ ମିଠା କଥା କହିବେ, ଆମକୁ ପ୍ରଶଂସା କରିବେ, ଫୁଲ ଚାରିପାଖରେ ମହୁମାଛି ଗୁଞ୍ଜରିବା ପରି ଆମ ଚାରିପାଖରେ ଗୁଞ୍ଜରିତ ହେବେ। କିନ୍ତୁ ଯେତେବେଳେ ଆମେ ସେମାନଙ୍କୁ ଟଙ୍କା ଦେବାକୁ ମନା କରୁ, ଯେତେବେଳେ ଆମେ ସେମାନଙ୍କୁ ସାହାଯ୍ୟ କରିବାକୁ ମନା କରୁ, ଏହି ଲୋକମାନେ ଯେଉଁମାନେ ଆମକୁ ପ୍ରଶଂସା କରୁଥିଲେ, ଆମ ପଛ ପଛରେ ଆମ ବିଷୟରେ ଖରାପ କଥା କୁହନ୍ତି, ଆମ ବିଷୟରେ ଗୁଜବ ବିସ୍ତାର କରନ୍ତି ଏବଂ କିଛି ବିଶ୍ୱାସଘାତକ ଭୁଲି ଯାଆନ୍ତି ଯେ ଆମେ ଥରେ ସେମାନଙ୍କୁ ସାହାଯ୍ୟ କରିଥିଲୁ, ସେମାନଙ୍କ ପାଇଁ ଠିଆ ହୋଇଥିଲୁ, ବର୍ଷ ବର୍ଷ ଧରି ସେମାନଙ୍କୁ ଖାଇବାକୁ ଦେଇଥିଲୁ ଏବଂ ବର୍ଷ ବର୍ଷ ଧରି ସେମାନଙ୍କର ସମର୍ଥନ ବ୍ୟବସ୍ଥା ଥିଲୁ। ସେମାନେ ଏସବୁ ଭୁଲି ଯାଆନ୍ତି ଏବଂ ଆମ ବିରୁଦ୍ଧରେ ହୋଇଯାଆନ୍ତି। ଯଦି ଆମେ ସେମାନଙ୍କୁ ଥରେ ମନା କରୁ, ତେବେ ସେମାନେ ବର୍ଷ ବର୍ଷର ସମସ୍ତ ଅନୁଗ୍ରହ ଭୁଲି ଯାଆନ୍ତି ଏବଂ ତାପରେ ଆମର ଶତ୍ରୁ ହୋଇଯାଆନ୍ତି ଏବଂ ସେମାନେ ଆମ ବିରୁଦ୍ଧରେ କଳାଯାଦୁ ଏବଂ ଯାଦୁବିଦ୍ୟା ବ୍ୟବହାର କରିବା ଆରମ୍ଭ କରନ୍ତି ଏବଂ ଆମର କାମ ଏବଂ ବ୍ୟବସାୟକୁ ବନ୍ଦ କରିବାକୁ ଚେଷ୍ଟା କରନ୍ତି। ସେମାନେ ଆମର ପ୍ରଗତିରେ ବାଧା ସୃଷ୍ଟି କରନ୍ତି। ସେମାନଙ୍କର ନକାରାତ୍ମକତା ଏବଂ ସେମାନଙ୍କର ଅନ୍ଧାର ଦୃଷ୍ଟି ଆମ ଜୀବନର ପ୍ରତ୍ୟେକ ଦିଗକୁ ପ୍ରଭାବିତ କରେ। ଆମ ଘରେ ଖୁସି ଧୀରେ ଧୀରେ ଶୋକରେ ପରିଣତ ହୁଏ। ସମସ୍ତେ ଆମ ଘରେ ଖୁସିରେ ରହୁଥିଲେ, କିନ୍ତୁ ତାପରେ ସେମାନଙ୍କର ଈର୍ଷା ଯୋଗୁଁ ଆମ ଘରେ ଝଗଡ଼ା ହୁଏ। ସ୍ୱାମୀ ସ୍ତ୍ରୀ ମଧ୍ୟରେ ଦୂରତା ଆସିଯାଏ ଏବଂ ଆମର ପିଲାମାନେ ଭୁଲ ବାଟରେ ଚାଲିଯାଆନ୍ତି। ଏସବୁ କାହିଁକି ଘଟେ? କାରଣ ଏହି ବିଶ୍ୱାସଘାତକମାନେ ଯେତେବେଳେ ଆମେ ସେମାନଙ୍କୁ ସାହାଯ୍ୟ କରିବା ବନ୍ଦ କରିଦେଉ କିମ୍ବା ଯଦି ଆମେ ସେମାନଙ୍କୁ କିଛି ମନା କରୁ, ସେମାନେ ଭିତରେ ନିଆଁ ପରି ଜଳିବାକୁ ଲାଗିବେ। ଏବଂ ତାପରେ ବନ୍ଧୁଗଣ, ସେମାନେ ପାଗଳ ହାତୀ ପରି ଆମ ଜୀବନକୁ ନଷ୍ଟ କରିବାକୁ ଆଗ୍ରହୀ ହୋଇଯାଆନ୍ତି। ଏବଂ ଆପଣଙ୍କ ଜୀବନରେ କେବଳ ଗୋଟିଏ ନୁହେଁ, ବରଂ 3 ଜଣ ଏପରି ଲୋକ ଅଛନ୍ତି। ଆଜି ଆମେ ଆପଣଙ୍କୁ ସେହି 3 ଜଣଙ୍କ ବିଷୟରେ ସତ୍ୟ କହିବାକୁ ଯାଉଛୁ, ଯେଉଁମାନେ ଆପଣଙ୍କୁ ତଳିତଳାନ୍ତ କରିବାକୁ ଯେକୌଣସି ସୀମାକୁ ଯିବେ। ଏବଂ ଆପଣ ଏହାର ପରିଣାମ ଦେଖିସାରିଛନ୍ତି। ଆପଣ ପୂର୍ବରୁ ବହୁତ କଷ୍ଟ ଭୋଗିଛନ୍ତି, ଆପଣ ବହୁତ କଷ୍ଟ ଭୋଗିଛନ୍ତି। ଏବେ ଆପଣ ପ୍ରତ୍ୟେକ ଛୋଟ ଜିନିଷ ପାଇଁ ଆଗ୍ରହୀ। ପୂର୍ବରୁ ଆପଣ ସାଧାରଣ କାମ କରି ଭଲ ପରିମାଣର ଟଙ୍କା ରୋଜଗାର କରିପାରିବେ। ଆପଣ ଛୋଟ ଛୋଟ ଜିନିଷ ସହିତ ଆପଣଙ୍କ ଜୀବନରେ ଖୁସି ଖୋଜୁଥିଲେ। ପୂର୍ବରୁ ଆପଣଙ୍କ ଘରେ ହସ ଏବଂ ଖୁସିର ପରିବେଶ ଥିଲା। ପ୍ରତି କିଛି ଦିନ ପରେ ତୁମ ଘରେ କିଛି ନା କିଛି ଛୋଟ ଛୋଟ କାର୍ଯ୍ୟକ୍ରମ ଆୟୋଜନ ହେଉଥିଲା। କିନ୍ତୁ ଏବେ ଯେବେଠାରୁ ଏହି ବିଶ୍ୱାସଘାତକମାନେ ତୁମ ଜୀବନ ଉପରେ ଖରାପ ନଜର ପକାଇଛନ୍ତି, ଯେବେଠାରୁ ସେମାନେ ତୁମ ଜୀବନ ଉପରେ ମନ୍ତ୍ର ପକାଇବା ଆରମ୍ଭ କରିଛନ୍ତି, ତୁମେ କଠିନ ପରିଶ୍ରମ କରୁଛ, ସୂର୍ଯ୍ୟରେ ଜଳୁଛ, ଝାଳ ଝାଡୁଛ, ତୁମ ହୃଦୟକୁ ଜଳାଉଛ, ତଥାପି ତୁମେ କିଛି ପାଉନାହଁ। ଏବେ ତୁମେ କଷ୍ଟରେ ଜୀବିକା ନିର୍ବାହ କରିପାରୁଛ।
तुम हातरे थिबा देवी लक्ष्मी तुम उपरे क्रोधित। तुमे जेते कौशल व्यवहार कर तुमे आगकू बढ़ी पारुनाह कारण एही विश्वासघातक माने तुमर पथ मझिरे खोली देइछंती। सेमाने तुमर पथकू नष्ट करि देइछंती। तेबे तुमे एबे किपरि आगकू बढ़िब? तुमर भाग्यर सीढ़ी जहाँ तुमको सफलता आड़कू नहीं जाए सेही सीढ़ी गुड़िकू एही विश्वासघातक माने मंत्र तांत्रिक रीतिनीति एवं मिथ्या गुजब प्रचार माध्यमरे नष्ट करि देइछंती। किंतु आजी मु एही वीडियो रे तुमको जेउ समाधान कहिबी ताहा द्वारा एही शत्रु माने एही विश्वासघातक मानकर समस्त दुष्ट कार्य विफल हेब। तुमर कुकर्म पूर्ववत हेब एवं केही तुमको आगकू बढ़िबारु अटकाई पारिबे नाही। एहा परे जे कोनोसी शत्रु जीए तुमको चिड़ेई थाए, जे कोनोसी शत्रु जीए तुमर कामरे बाधा सृष्टि करे तार समस्त खराप काम ताहा तंत्र मंत्र हेउ किंबा कला जादू सबू ताकू प्रभावित करिबो। जदि से तुमको नष्ट करिबाकू चेष्टा करे तेबे से निजे नष्ट होइजिबो। जदि से तुमर कामकू नष्ट करिबाकू चेष्टा करे तेबे तार निज काम नष्ट होइजिबो। तुमे समस्ते जान जे मु तुमको कहुथिबा प्रत्येक कथा सत्य। मु तुमको जेउ समाधान कहुछि ताहा एक सध। आजी एही वीडियो तुमर जीवनर एकमात्र वीडियो हेबो जहाँ आजी पूर्वरु तुमे सम्मुखीन होइतिबा समस्त दुख एवं कष्ट को दूर करिबो। एहा तुमर प्रत्येक शत्रु को नष्ट करिबो। मु जाने तुमे लोक माने तुमर शत्रु मानंकु खराप मध्य भाबुनाह। जदि केही तुमको बारंबार निर्तना देउछि, बारंबार आघात देउछि किंबा तुमको जंत्रणा देउछि सेमाने तुमर निज परिवारर हेउ किंबा बाहरर केही हेउ तुमे केबे सेही व्यक्तिंकु खराप भाबुनाह। तुमे केबे तुमको असुविधारे पकाउछ बोली भाबुनाह। तुमे सेमानंकु आशीर्वाद मध्य करुछ। तेनु एहाकु मध्य कुहा जाए तुमे खुशी हेबा उचित, तुमे जीवनरे आगकू बढ़िबा उचित। तुमे बहुत भल एवं एही लोकमाने तुमर भल पनियारु फायदा उठाइबे। किंतु बंधुगण एतिकी यथेष्ट। आमे एही लोकमानंक जीवनरे केते समय पाई भल करिबु एवं केते समय पाई आमे निज सहित खेलिबु कारण शास्त्ररे कुहा जाइछि, आम धर्मरे मध्य कुहा जाइछि जे जेउ माने आम सहित खराप करंती, जेउ माने आमर कामकू नष्ट करंती आमे आगरे रही सेमानंक सहित खराप करिबा उचित नुहे। भगवान सेमानंकर जत्न नेबे एवं निश्चित भावरे सेमानंकर जत्न नेबे। बजरंग बली एपरी एक शक्ति जहाँ वृद्ध लोकंक सहित खराप करिबो। आमर न्यायर देवता कर्मदेव शनिदेव एपरी एक देवता जीए निजे तुमठारु प्रतिशोध नेबे। तुमको किछि करिबाकू पड़िबो नाही। मु तुमको हाथ जोड़ी अनुरोध करुछि केवल एही लोकमानंकठारु किछि दूरता बजाय रख। केवल एहा कर एवं आजी एही भिडियोटिकू संपूर्ण देखंतु, तुमे सबु किछि बुझी पारिबो। तेनु आसंतु मु प्रत्येक विवरणी को जाइबी। मु तुमको सेमानंको नाम मध्य कहिबी। मु तुमको सेमानंको किपरि चिन्हिबे ताहा मध्य कहिबी। किंतु सर्वप्रथमे आजी एही भिडियो को पसंद करंतु। बंधुगण मु बहुत किछि सहित एही भिडियोटी तैयारी करिछि। कठिन परिश्रमर आपणक कल्याण पाई, शत्रु मानक ठारू आपणकू रक्षा करिबा पाई एवं जदि आपणकू भिडियोटी पसंद न आसे तेबे मु बहुत खराप अनुभव करिबी। एवं बंधु माने कमेंट सेक्शन रे सत्य हृदय एवं सत्य भक्तिर सहित निश्चित भावरे 3 थर जय बजरंग बली जय बजरंग बली जय बजरंग बली लिखंतु। बालाजी महाराजंको प्रकृत भक्त निश्चित भावरे कमेंट बक्सरे जय बजरंग बली लिखंतु। एवं जदि एही समस्त घटना आपणक जीवन रे मध्य घटुछि, जदि आपण आपणक शत्रु एवं आपणक बाहुरे लुचि रहितिबा एही साप गुड़िक द्वारा कष्ट पाउछंती तेबे मोते कमेंटरे कुहंतु एवं कुहंतु जे एहा सबु आपणक सहित घटुछि कि जेपरि मु आपणकू कहिथिली। तेबे आसंतु वीडियो आरंभ करिबा। बहुत ध्यान देई सुनंतु बंधुगण। आज राति 12:00 रु मु ग्यारंटी देउछि जे तुमे तुम जीवन रे एही 3टी बड़ खुशी पाइबो एवं एही खुशी कोनोसी छोट खुशी नुहे। बंधुगण तुमे घर घर बुली मिठा बांटब। तुमे एवं तुमर संपूर्ण परिवार पागल परी नाचिबा आरंभ करिबो
ଏବଂ ତୁମେ ପ୍ରତ୍ୟେକ ପରିସ୍ଥିତିରେ ଏହି ଖୁସି ପାଇବ କାରଣ ନ୍ୟାୟର ଦେବତା ଶନିଦେବ ବର୍ଷ ବର୍ଷ ପରେ ତୁମ ପ୍ରତି ଏତେ ଦୟାଳୁ ହୋଇଛନ୍ତି। କିନ୍ତୁ ତୁମର ଏହି ଲୁକ୍କାୟିତ ଶତ୍ରୁମାନେ ସବୁବେଳେ ତୁମର ଘରର ଦୂରରୁ ତୁମ ଜୀବନକୁ ଆସୁଥିବା ଲକ୍ଷ୍ମୀଙ୍କୁ ଫେରାଇ ଦିଅନ୍ତି। ଏବଂ ଆହୁରି କ'ଣ, ସେମାନେ ତୁମ ଜୀବନକୁ ଆସୁଥିବା ପ୍ରତ୍ୟେକ ଖୁସିକୁ ଫେରାଇ ଦିଅନ୍ତି। ସର୍ବୋପରି ସେମାନଙ୍କ ମଧ୍ୟରେ ଏତେ ଖୁସି କିପରି ଅଛି? ଶକ୍ତି ଅଛି କାରଣ ସେମାନେ ତନ୍ତ୍ର ମନ୍ତ୍ର ଏବଂ ତାନ୍ତ୍ରିକ ରୀତିନୀତି ଅଭ୍ୟାସ କରନ୍ତି, ଯାହା ଯୋଗୁଁ ଏହି ଲୋକମାନେ ତୁମ ଘରେ ଏତେ ନକାରାତ୍ମକତା ବିସ୍ତାର କରିଛନ୍ତି। ଏହି ଲୋକମାନେ ତୁମ ଘରେ ଏତେ ନକାରାତ୍ମକ କୌଶଳ ଗ୍ରହଣ କରିଛନ୍ତି ଯେ ଆସୁଥିବା ଲକ୍ଷ୍ମୀ ମଧ୍ୟ ଫେରି ଆସିଯାଆନ୍ତି। ଲକ୍ଷ୍ମୀ ତୁମ ଘରକୁ ଆସିବାକୁ ଚାହାନ୍ତି, କିନ୍ତୁ ତୁମର ହୃଦୟ ଏତେ ପବିତ୍ର ଯେ ସମଗ୍ର ବ୍ରହ୍ମାଣ୍ଡର ଶକ୍ତି ତୁମକୁ ଧନ ଏବଂ ସୁଖ ଦେବାକୁ ଚାହାନ୍ତି, କିନ୍ତୁ ସେ ତାହା ଦେଇପାରୁନାହାନ୍ତି ଏବଂ ମଝିରେ ଅଟକି ଯାଆନ୍ତି। କାହିଁକି? କାରଣ ଏହି ବିଶ୍ୱାସଘାତକମାନେ ତୁମର ସମଗ୍ର ପରିବାର ଏବଂ ତୁମର ସମଗ୍ର ଜୀବନ ଉପରେ ଏକ ଭ୍ରମାତ୍ମକ ଜାଲ ବିସ୍ତାର କରିଛନ୍ତି। କିନ୍ତୁ ଆଜି ମୁଁ ସେହି ଭ୍ରମାତ୍ମକ ଜାଲକୁ ଭାଙ୍ଗିଦେବି କାରଣ ଆଜି ରାତି 12:00ରୁ ତୁମେ ଏହି ଖୁସି ପାଇବାକୁ ଯାଉଛ ଏବଂ କେହି ଏହାକୁ ଅଟକାଇ ପାରିବେ ନାହିଁ। ଏହା ମୋର ଗ୍ୟାରେଣ୍ଟି। ତୁମକୁ କେବଳ ଭିଡିଓଟି ସମ୍ପୂର୍ଣ୍ଣ ଦେଖିବାକୁ ପଡ଼ିବ ଏବଂ ତୁମକୁ କେଉଁ ଖୁସି ଦେଖିବାକୁ ମିଳିବ ଏବଂ କେଉଁ ଖୁସି ଦେଖିବାକୁ ମିଳିବ ମୁଁ ତୁମକୁ ସେହି ଭ୍ରମାତ୍ମକ ଜାଲ ବିଷୟରେ ମଧ୍ୟ କହିବାକୁ ଯାଉଛି। ଦେଖ, ଆଜି ପୂର୍ବରୁ ପରମେଶ୍ୱର ତୁମର ପରିବାର ଦେବତା, ତୁମର ଗ୍ରହ ଏବଂ ନକ୍ଷତ୍ରମାନେ ତୁମକୁ ଅନେକ ଥର ଖୁସି ଦେଇଛନ୍ତି। ଅନେକ ଥର ସେମାନେ ତୁମକୁ ବହୁତ ଧନ ଏବଂ ଏତେ ଧନ ଦେଇଛନ୍ତି ଯେ ଏହା ତୁମର ପରବର୍ତ୍ତୀ 7 ପିଢ଼ିର ଜୀବନକୁ ବଦଳାଇ ପାରିଥାନ୍ତା, କିନ୍ତୁ ଏସବୁ ତୁମ ପାଖରେ ପର୍ଯ୍ୟାପ୍ତ ପରିମାଣରେ ପହଞ୍ଚି ନଥିଲା। ମୁଁ ତୁମକୁ ଏକ ଉଦାହରଣ ଦେଉଛି। ଭଗବାନ ତୁମକୁ 1 ଲକ୍ଷ ଟଙ୍କା ଦେବାକୁ ଚାହୁଁଥିଲେ, କିନ୍ତୁ ଯେତେବେଳେ ସେହି ଟଙ୍କା ତୁମ ପାଖରେ ପହଞ୍ଚିଲା ସେତେବେଳେ କେବଳ 100 ଟଙ୍କା ବାକି ଥିଲା। କିଛି ନକାରାତ୍ମକ ଶକ୍ତି, କିଛି ଭୂତ, କିଛି କଳାଜାଦୁ ଆବରଣ ଯୋଗୁଁ ବାକି ଟଙ୍କା ମଝିରେ ନଷ୍ଟ ହୋଇଗଲା ଏବଂ କେବଳ କିଛି ଟଙ୍କା ତୁମ ପାଖରେ ପହଞ୍ଚିଲା। ଭଗବାନ ବହୁତ ଖୁସି ପଠାଇଥିଲେ, କିନ୍ତୁ ତୁମେ କେତେ ଖୁସି ପାଇଲ? କେବଳ ଟିକିଏ ଖୁସି। ସେହି ମଧ୍ୟମ ରାସ୍ତାରେ କିଏ ବାଧା ସୃଷ୍ଟି କରୁଛି? ତୁମର ଲୁକ୍କାୟିତ ବିଶ୍ୱାସଘାତକ, ଯେଉଁମାନେ ତୁମର ନିଜ ଲୋକ, ତୁମ ଘରେ ରହୁଛନ୍ତି, ତୁମ ପାଖରେ କେହି ହୋଇପାରନ୍ତି, ତୁମର ସମ୍ପର୍କ କିଏ କେହି ହୋଇପାରନ୍ତି ଏବଂ ଆମକୁ କେବଳ ସେହି ମଧ୍ୟମ ପଥ ସଫା କରିବାକୁ ପଡ଼ିବ। ଏବଂ ଏହା କିପରି ସଫା ହେବ? ଯେତେବେଳେ ତୁମେ ଏହି ଭିଡିଓଟିକୁ ସମ୍ପୂର୍ଣ୍ଣ ଦେଖିବ, ମୁଁ ତୁମକୁ ଏଥିରେ ସମାଧାନ କହିବି ଏବଂ ବାଧା ସୃଷ୍ଟି କରୁଥିବା ବ୍ୟକ୍ତିଙ୍କ ନାମ ମଧ୍ୟ କହିବି। ଏବଂ ଯିଏ ଏହି ବାଧା ସୃଷ୍ଟି କରୁଛି ସେ ଅପରିଚିତ ନୁହେଁ, ଅନ୍ୟ କେହି ନୁହେଁ। ସବୁବେଳେ ଆମର ନିଜ ଲୋକ ହିଁ ଆମକୁ ନଷ୍ଟ କରନ୍ତି। ଏହା ତୁମଠାରୁ ଭଲ ଭାବରେ ଆଉ କେହି ଜାଣନ୍ତି ନାହିଁ, କାରଣ ତୁମେ ବର୍ଷ ବର୍ଷ ଧରି ଏପରି କରିଆସୁଛନ୍ତି। ତୁମେ ସେମାନଙ୍କୁ ସହ୍ୟ କରୁଛ। ତୁମ ଘରେ ମଧ୍ୟ କିଛି ଲୋକ ଅଛନ୍ତି ଯାହାକୁ ତୁମେ ସହ୍ୟ କରିପାରୁନାହଁ, ଯାହାଙ୍କ ଚିନ୍ତାଧାରା ସମ୍ପୂର୍ଣ୍ଣ ବିପରୀତ। ଯେତେବେଳେ ତୁମେ କିଛି ଭଲ କାମ କରିବାକୁ ଯାଅ, ସେତେବେଳେ ଏହି ଲୋକମାନେ ମଝିରେ ଆସି ତୁମକୁ ବାଧା ଦେବେ ଏବଂ କହିବେ ଯେ ନା, ତୁମେ ଏହି କାମ କରିପାରିବ ନାହିଁ, ତୁମେ ଏହି କାମ କରିପାରିବ ନାହିଁ। ଓହୋ, ଆମେ ଏହି କାମ କରିପାରିବୁ ନାହିଁ, ଆମେ ଏହି କାମ କରୁନାହୁଁ, ତୁମେ ଏହା କାହିଁକି କରୁଛ? ସେମାନେ ତୁମକୁ ବାରମ୍ବାର ବାଧା ଦେବେ। ସେମାନେ ତୁମକୁ ଆଗକୁ ବଢ଼ିବାରୁ ବାଧା ଦେବେ। ଯଦି ତୁମେ ପ୍ରଗତି ପାଇଁ ଦୂର ସ୍ଥାନକୁ ଯାଉଛ, ସେମାନେ ତୁମକୁ ବାଧା ଦେବେ। ଯଦି ତୁମେ କିଛି ଭଲ କାମ, କିଛି ବ୍ୟବସାୟ ଆରମ୍ଭ କରିବାକୁ ଯାଅ, ତେବେ ସେମାନେ ତୁମକୁ କହିବେ ନା, ତୁମେ ଏହା କରିବ ନାହିଁ, ତୁମେ ଆମ ପରିବାରରେ ଏହା କରିପାରିବ ନାହିଁ। ସେମାନେ ତୁମକୁ ବାଧା ଦେବେ। ଏମାନେ ହେଉଛନ୍ତି ଆମର ନିଜର, ତଥାପି ସେମାନେ ଆମକୁ ପ୍ରଗତି ଦେଖିବାକୁ ଚାହାନ୍ତି ନାହିଁ। କିନ୍ତୁ ଯଦି ଭୁଲରେ ତୁମେ ପ୍ରଗତି ହାସଲ କର, ଯଦି ଭୁଲରେ, ତେବେ ଏହି ଲୋକମାନେ ସେହି ସମୟରେ ପୁଣି ଥରେ ତୁମର ନିଜର ହୋଇଯିବେ। ସେମାନେ ତୁମ ସହିତ ମିଠା କଥା କହିବେ। ସେମାନେ ତୁମକୁ କହିବେ, ଦେଖ, ମୁଁ ତୁମକୁ କହିଥିଲି ଯେ ତୁମେ ସଫଳତା ପାଇବ ଏବଂ ଯେତେବେଳେ ତୁମେ ତାହା ହାସଲ କରିବ, ସେମାନେ ତୁମ ଚାରିପାଖରେ ମାଛି ପରି ଗୁଞ୍ଜରିତ ହେବେ। ସେମାନେ ଟଙ୍କା ମାଗିବେ, ସେମାନେ ତୁମର ସମ୍ପତ୍ତିରେ ଅଂଶ ମାଗିବେ ଏବଂ ଯେତେବେଳେ ତୁମେ ସେମାନଙ୍କୁ ମନା କରିବ, ଯେତେବେଳେ ତୁମେ ସେମାନଙ୍କୁ ସାହାଯ୍ୟ କରିବା ବନ୍ଦ କରିଦେବ,
ସେତେବେଳେ ଏହି ଲୋକମାନେ ପୁଣି ଥରେ ତୁମର ସବୁଠାରୁ ବଡ଼ ବିପଦ ହୋଇଯିବେ ଏବଂ ସେମାନେ ଅନୁଭବ କରିବେ ଯେ ତୁମେ ତାଙ୍କୁ କାହିଁକି ମନା କଲ। ସେ ଗତକାଲି ଏତେ ଛୋଟ ଲୋକ ଥିଲେ, ସେ ଏତେ ବଡ଼ ଲୋକ କିପରି ହେଲେ ଏବଂ ସେ ମୋତେ ମନା କରିବାର ସାହସ କିପରି ପାଇଲେ। ତେବେ ଏହା ହେଉଛି ନକାରାତ୍ମକ ଚିନ୍ତାଧାରା ଯାହା ସବୁବେଳେ ଆମକୁ ତଳକୁ ଟାଣି ଆଣିଛି, କିନ୍ତୁ ଏବେ ଆମକୁ ଏଥିରୁ ରକ୍ଷା ପାଇବାକୁ ପଡ଼ିବ। ତେଣୁ ମୁଁ ନିଷ୍କର୍ଷ ଆଡ଼କୁ ଅଗ୍ରସର ହେଉ। ତୁମେ ନିଶ୍ଚୟ ଭାବୁଥିବ ଯେ ଗୁରୁଜୀ, ତୁମେ ମୋତେ ଯାହା କହିଲ ତାହା ବହୁତ ଭଲ, କିନ୍ତୁ ତୁମେ ମୋତେ ଏହି ସମସ୍ତ ପ୍ରଶ୍ନର ଡୋରରେ ପକାଇଛ। କିନ୍ତୁ ଏବେ ମୋତେ କୁହ, ମୁଁ ଏଥିରୁ କିପରି ବାହାରିବି? ତେଣୁ ଧ୍ୟାନ ଦେଇ ଶୁଣ। ଏବେ ମୁଁ ଏହାକୁ ସଠିକ୍ ଭାବରେ ବୁଝାଇବି, କିନ୍ତୁ ଯଦି ତୁମେ ଏପର୍ଯ୍ୟନ୍ତ ମନ୍ତବ୍ୟ ବାକ୍ସରେ ଜୟ ବଜରଙ୍ଗ ବୋଲି ଲେଖିନାହଁ, ତେବେ ଲେଖ ବନ୍ଧୁଗଣ। ଏହା କିଛି ଗୁରୁତ୍ୱପୂର୍ଣ୍ଣ ନୁହେଁ ଯେ ତୁମେ ଆଜି ଦାରିଦ୍ର୍ୟରେ ବଞ୍ଚୁଛ କି ଧନରେ, ତୁମର ଭବିଷ୍ୟତରେ ତୁମେ ହାସଲ କରୁଛ କି ନାହିଁ। ପ୍ରଗତି, ତୁମେ ରାଜା ହୋଇପାର କିମ୍ବା ତୁମେ ଗରିବ ହୋଇପାର, ସେହି ସମୟରେ ଖୁସି ଆସିବ। ତୁମକୁ ମଧ୍ୟ ଏହାର ସମ୍ମୁଖୀନ ହେବାକୁ ପଡ଼ିବ, ତୁମକୁ ମଧ୍ୟ ଯନ୍ତ୍ରଣାର ସମ୍ମୁଖୀନ ହେବାକୁ ପଡ଼ିବ। ମୁଁ କହିବାକୁ ଚାହୁଁଛି ଯେ 10 ବର୍ଷ ପରେ ତୁମ ଜୀବନରେ ଯେତେ ସମସ୍ୟାର ସମ୍ମୁଖୀନ ହେଉନା କାହିଁକି, ତୁମକୁ ନିଜେ ସେଗୁଡ଼ିକ ସହିତ ଲଢ଼ିବାକୁ ପଡ଼ିବ। ତୁମକୁ ନିଜେ ସେଗୁଡ଼ିକର ମୁକାବିଲା କରିବାକୁ ପଡ଼ିବ। ଆଉ କେହି ଆସିବେ ନାହିଁ, ନା ତୁମର ପିତାମାତା ନା ତୁମର ପିଲାମାନେ। ସେହି ସମୟରେ ତୁମ ଜୀବନରେ ଯେତେ ବାଧାବିଘ୍ନ ଆସିବ, ତୁମକୁ ସେଗୁଡ଼ିକୁ ନିଜେ ଦୂର କରିବାକୁ ପଡ଼ିବ। ସେତେବେଳେ ତୁମେ ଯେକୌଣସି ସମସ୍ୟାର ସମ୍ମୁଖୀନ ହେଉଛ, କେବଳ ତୁମକୁ ସେଗୁଡ଼ିକର ମୁକାବିଲା କରିବାକୁ ପଡ଼ିବ। ତେଣୁ ଆଜିଠାରୁ ପ୍ରତିଜ୍ଞା କର ଯେ ମୁଁ ନା ମୋ ନିକଟର କାହାରି କଥା ଶୁଣିବି ନା ଅନ୍ୟ କାହାର କଥା। ମୋତେ ମୋ ଜୀବନକୁ ଉନ୍ନତ କରିବାକୁ ପଡ଼ିବ, କାରଣ କାଲି କେହି ମୋତେ ସମର୍ଥନ କରିବେ ନାହିଁ। ଯଦି ମୋ ଜୀବନ ଅସୁବିଧାରେ ପରିପୂର୍ଣ୍ଣ, ତେବେ କେହି ମୋ ପାଖକୁ ଆସିବେ ନାହିଁ। ସମସ୍ତେ କେବଳ ତୁମକୁ ଆଙ୍ଗୁଠି ଦେଖାଇବେ। ସେମାନେ ତୁମ ଆଗରେ ଠିଆ ହୋଇ ତୁମକୁ ଆଙ୍ଗୁଠି ଦେଖାଇବେ। ତୁମର ପିଲାମାନେ ଏବଂ ତୁମର ପ୍ରିୟଜନ, ତୁମର ଘରର ଲୋକମାନେ ମଧ୍ୟ ତୁମ ଆଡ଼କୁ ଆଙ୍ଗୁଳି ଉଠାଇ କହିବେ ଯେ ତୁମେ ଏହି ଭୁଲ କରିଛ, ତୁମେ ଏହା କରିଛ ଯାହା ପାଇଁ ତୁମେ ଆଜି ଦୁଃଖ ପାଉଛ ଏବଂ ତୁମ ଯୋଗୁଁ ଆମେ ମଧ୍ୟ ଦୁଃଖ ପାଉଛୁ। ସେଥିପାଇଁ ଅନ୍ୟ କାହା ଉପରେ ଭରସା କରିବା ବନ୍ଦ କର। ତୁମକୁ ସବୁକିଛି ନିଜେ କରିବାକୁ ପଡ଼ିବ। ତେଣୁ ବନ୍ଧୁଗଣ, ଅନ୍ୟ କାହା ଉପରେ ଭରସା କର ନାହିଁ, କାହାକୁ ଭୟ କର ନାହିଁ। ତୁମକୁ ଗ୍ରାସ କରିବା ପାଇଁ କେହି ନାହାନ୍ତି। ତୁମର ପିତାମାତା ତୁମକୁ କେବଳ ଏକ ନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ ଖାଇବାକୁ ଦେବେ ନାହିଁ। ସେ ତୁମର ଭାଇ ହେଉ କି ଭଉଣୀ, କେହି ତୁମକୁ ବହୁତ ଦିନ ପର୍ଯ୍ୟନ୍ତ ସମର୍ଥନ କରିବେ ନାହିଁ। ଏକ ନିର୍ଦ୍ଦିଷ୍ଟ ସମୟ ପରେ ଏହି ଲୋକମାନେ ତୁମକୁ କହିବେ, ପୁଅ, ଏବେ ତୁମେ ନିଜର ଯତ୍ନ ନିଅ, ଏବେ ତୁମେ ସକ୍ଷମ ହୋଇଗଲ। ଏବଂ ଯଦି ତୁମେ ସେହି ସମୟରେ କିଛି କରିପାରିଲ ନାହିଁ, ଯଦି ତୁମେ ସେହି ସମୟରେ ତୁମର ଜୀବନରେ କିଛି ହାସଲ କରିପାରିବ ନାହିଁ, ତେବେ ସମସ୍ତେ ତୁମ ବିରୁଦ୍ଧରେ ହୋଇଯିବେ। ତେଣୁ ତୁମକୁ ତୁମର ଜୀବନକୁ ଉନ୍ନତ କରିବାକୁ ପଡ଼ିବ। ତୁମକୁ ତୁମର ପରିବାରର ଜୀବନକୁ ଉନ୍ନତ କରିବାକୁ ପଡ଼ିବ। ତୁମର ପିଲାମାନେ ତୁମ ସହିତ ଜଡ଼ିତ, ତୁମର ବୃଦ୍ଧ ପିତାମାତା ତୁମ ସହିତ ଜଡ଼ିତ, ତୁମର ସ୍ତ୍ରୀ, ତୁମର ଜୀବନସାଥୀ ତୁମ ସହିତ ଜଡ଼ିତ। ଏବଂ ଯଦି ତୁମେ ସେହି ସମୟରେ କିଛି କରିପାରିବ ନାହିଁ, ତେବେ ସେମାନଙ୍କ ମୁହଁର ଝଲସ ଝୁଲି ରହିବ। ସେମାନେ ସବୁକିଛି ପାଇଁ ଲୋଭ କରିବେ। ତୁମର ବୃଦ୍ଧ ପିତାମାତା ଶୋଧ ପାଇଁ ଲୋଭ କରିବେ। ତୁମର ପିଲାମାନେ ଭଲ ଶିକ୍ଷା ପାଇଁ ଲୋଭ କରିବେ, ଯେଉଁଠାରେ ପଡ଼ୋଶୀମାନେ ବଡ଼ ସ୍କୁଲକୁ ଯିବେ ଏବଂ ତୁମର ପିଲାମାନେ ଛୋଟ ସ୍କୁଲକୁ ଯିବେ ଏବଂ ସେଠାକୁ ଯାଇପାରିବେ ନାହିଁ। ତୁମର ପଡ଼ୋଶୀମାନେ, ତୁମର ସମ୍ପର୍କୀୟମାନେ ଭଲ ସ୍ଥାନକୁ ବୁଲିବାକୁ ଯିବେ ଏବଂ ତୁମେ ଯାଇପାରିବ ନାହିଁ। ଯଦି ତୁମର ପିଲାମାନେ ସକ୍ଷମ ହେବେ ନାହିଁ ଯଦି ଯିବାକୁ ଯାଏ, ତେବେ ତୁମେ କାନ୍ଦିବ ନାହିଁ। ତୁମେ ଭିତରେ ଭାଙ୍ଗିଯିବ। ତୁମେ ଭାଙ୍ଗିଯିବ ଏବଂ ତୁମେ ଅନୁଭବ କରିବ ଯେ ମୁଁ ଇଚ୍ଛା କରୁଛି ଯେ ମୁଁ ଆଜିଠାରୁ 10 ବର୍ଷ ପରେ ସେହି ସମୟରେ ଏହା କରିଥାନ୍ତି। ଆଉ ହଁ, ଯେତେବେଳେ ତୁମେ ଟ୍ରେନର ସାଧାରଣ ବଗିଚାରେ ଯାତ୍ରା କରିବ, ଧ୍ୟାନ ଦେଇ ଶୁଣ, ଡବାଟି ଭିଡ଼ ହୋଇଯିବ। ତୁମର ପାଦ ରଖିବା ପାଇଁ ସ୍ଥାନ ରହିବ ନାହିଁ। ତୁମର ହାତରେ ତୁମର ପିଲା, ତୁମର ସ୍ତ୍ରୀ ଏବଂ ତୁମେ ସେହି ଟ୍ରେନରେ ଯାତ୍ରା କରିବ। କେତେବେଳେ ଜଣେ ପୁରୁଷ ତୁମ ସ୍ତ୍ରୀ ସହିତ ଧକ୍କା ଖାଇବ, କେତେବେଳେ ତୁମର ପିଲା ଭିଡ଼ରେ ଚାପି ହୋଇଯିବ। ତୁମେ ନିଶ୍ୱାସ ନେଇପାରିବ ନାହିଁ। ତାପରେ ତୁମେ ଅନୁଭବ କରିବ ଯେ ମୁଁ ଇଚ୍ଛା କରିଥିଲି ଯେ ମୁଁ 10 ବର୍ଷ ପୂର୍ବେ
କିମ୍ବା 5 ବର୍ଷ ପୂର୍ବେ କଠିନ ପରିଶ୍ରମ କରିଥାନ୍ତୁ ଏବଂ ତାପରେ ଯେତେବେଳେ ତୁମେ ତଳକୁ ଓହ୍ଲାଇବ ଏବଂ ତୁମେ ଦେଖିବ ଯେ କୌଣସି ବଡ଼ ବ୍ୟକ୍ତି ଏକଏସି ବଗିଚାରେ ବସି ଆରାମରେ ଯାଉଛନ୍ତି, ହସୁଛନ୍ତି ଏବଂ ତାଙ୍କ ପିଲାମାନଙ୍କ ସହିତ ଖେଳୁଛନ୍ତି, ସମ୍ପୂର୍ଣ୍ଣ ସିଟ୍ ଉପରେ ଶୋଇଛନ୍ତି, ତେବେ ତୁମେ ଅନୁଭବ କରିବ ଯେ ମୁଁ ଇଚ୍ଛା କରିଥିଲି ଯେ ମୁଁ ଆଜି ପୂର୍ବରୁ କଠିନ ପରିଶ୍ରମ କରିଥାନ୍ତୁ, ତାପରେ ମୁଁ ଆଜି ଏଠାରେ ଥାନ୍ତି। ତେଣୁ ବନ୍ଧୁଗଣ, ଲୋକଙ୍କର ଏହି ସମସ୍ତ ତାଚ୍ଛଲ୍ୟ ଶୁଣିବା ବନ୍ଦ କର। ନିଜ ଲୋକଙ୍କ ତାଚ୍ଛଲ୍ୟ ଶୁଣିବା ବନ୍ଦ କର। କେହି ତୁମକୁ ସମର୍ଥନ କରିବାକୁ ଆଗକୁ ଆସିବେ ନାହିଁ। ଏହା ଜୀବନର ଯୁଦ୍ଧ। ତୁମକୁ ନିଜେ ଲଢ଼ିବାକୁ ପଡ଼ିବ। ନା କୌଣସି ବନ୍ଧୁ ଆସିବ, ନା କୌଣସି ପଡ଼ୋଶୀ ଆସିବ। ହଁ, କିଛି ତୁମକୁ ଟିକିଏ ସମର୍ଥନ କରିବେ, କିଛି ତୁମର ଆଙ୍ଗୁଠି ଧରି ଆଗକୁ ନେଇଯିବେ, କିନ୍ତୁ ତାହା ମଧ୍ୟ ବହୁତ କଷ୍ଟକର ହେବ। ଲୋକମାନେ ତୁମର ଯନ୍ତ୍ରଣା ବୁଝିବେ, କିନ୍ତୁ ପ୍ରତ୍ୟେକ ବ୍ୟକ୍ତିଙ୍କ ଜୀବନରେ ନିଜ ପାଇଁ ଏକ ସ୍ଥାନ ଅଛି। ତୁମର ନିଜର ଯନ୍ତ୍ରଣା ଅଛି। ତେଣୁ ଏଠାରେ କାହାରି ଏହା ସହିତ କିଛି କରିବାର ନାହିଁ। ତେଣୁ ଲୋକଙ୍କ ବିଷୟରେ ଚିନ୍ତା କରିବା ବନ୍ଦ କର ଏବଂ ଏବେ ତୁମକୁ ନିଜ ଜୀବନ ବିଷୟରେ ଚିନ୍ତା କରିବାକୁ ପଡ଼ିବ। ମୁଁ ତୁମକୁ ତୁମର ଅନ୍ଧକାର ସତ୍ୟ କହିସାରିଛି। ଏବେ ତୁମେ ଏହି ଅନ୍ଧକାର ସତ୍ୟକୁ ବଦଳାଇବ କି ନାହିଁ, ତାହା ତୁମ ହାତରେ ଏବଂ ମୁଁ ଏହା କରିପାରିବି ନାହିଁ ବୋଲି ବାହାନା କରିବା ବନ୍ଦ କର। ମୁଁ ଏହା କରିପାରିବି ନାହିଁ। ମୋର ପ୍ରିୟଜନମାନେ ଏହିପରି କେହି କିଛି ନୁହନ୍ତି। ସମସ୍ତେ ଏହା କରିପାରିବେ। ପ୍ରତ୍ୟେକ ବ୍ୟକ୍ତି ଏହା କରିପାରିବେ। କେବଳ ସମସ୍ୟା ହେଉଛି ତୁମେ କିଛି କରିବାକୁ ଚାହୁଁଛ, କିଛି କରିବାକୁ ଚିନ୍ତା କରୁଛ ଏବଂ ଏହା କରିପାରୁନାହଁ, ଏବଂ କିଛି ଲୋକ ଏହା ଆଦୌ ଚାହାନ୍ତି ନାହିଁ। କିନ୍ତୁ ତୁମେ ଜାଣ ତୁମେ କ'ଣ? ଏବେ ମୁଁ ତୁମକୁ ସେହି ଶତ୍ରୁମାନଙ୍କ ବିଷୟରେ କହୁଥିଲି। ମୁଁ ତୁମକୁ ସେମାନଙ୍କଠାରୁ ଦୂରେଇ ରହିବାର ଉପାୟ କହୁଛି। ଦେଖ, ଏହା କଠିନ ପରିଶ୍ରମ ହେଉ କିମ୍ବା ଅନ୍ୟ କିଛି, କିନ୍ତୁ ତୁମକୁ ଶତ୍ରୁମାନଙ୍କଠାରୁ ଦୂରେଇ ରହିବାକୁ ପଡ଼ିବ, ନଚେତ୍ ଆମର ସମସ୍ତ ପ୍ରୟାସ ବ୍ୟର୍ଥ ହୋଇଯିବ ଏବଂ ଗତ ବର୍ଷ ଏବଂ ତା ପୂର୍ବ ବର୍ଷ ତୁମେ କରିଥିବା ଭୁଲଗୁଡ଼ିକ, ଯଦି ତୁମେ ସେଗୁଡ଼ିକୁ ଏବେ ନ କର, ତେବେ କ'ଣ କରିବାକୁ ହେବ, କ'ଣ କରିବେ ନାହିଁ। ଧ୍ୟାନ ଦେଇ ଶୁଣ। ପ୍ରଥମେ ବାରମ୍ବାର ଲୋକଙ୍କ କାମରେ ଆସିବା ବନ୍ଦ କର। ପ୍ରତ୍ୟେକ ବ୍ୟକ୍ତିଙ୍କୁ ସାହାଯ୍ୟ କରିବା ଜରୁରୀ ନୁହେଁ। ଲୋକଙ୍କୁ ବାରମ୍ବାର ଟଙ୍କା ଦେବା ବନ୍ଦ କର। ତୁମର ଏହି ଟଙ୍କା ତୁମ ପାଇଁ ବହୁତ ଉପଯୋଗୀ ହେବ। ତେଣୁ ତାହା 10 ଟଙ୍କାରୁ 100 ଟଙ୍କା କିମ୍ବା 000 ଟଙ୍କା କିମ୍ବା 1 ଟଙ୍କା ଲକ୍ଷ ପର୍ଯ୍ୟନ୍ତ ହେଉ, ତୁମେ ଏହାକୁ କାହାକୁ ଦେବା ଉଚିତ ନୁହେଁ। ତୁମର ମୂଲ୍ୟବାନ ଟଙ୍କାକୁ ନିଜ ପାଖରେ ସୁରକ୍ଷିତ ରଖ, କାରଣ ଯେତେବେଳେ ତୁମକୁ ଏହାର ଆବଶ୍ୟକତା ପଡ଼ିବ, ଏହି ଲୋକମାନେ ନା ତୁମକୁ ଟଙ୍କା ଫେରାଇବେ ନା ସେମାନଙ୍କର କୌଣସି କାମ ହେବ। ତେଣୁ ତୁମର ଟଙ୍କାକୁ ନିଜ ପାଖରେ ସୁରକ୍ଷିତ ରଖ। ଏବଂ ବନ୍ଧୁ, ଏହି ସମସ୍ତ ଶତ୍ରୁ ଯେଉଁମାନେ ଏହି ତନ୍ତ୍ର ମନ୍ତ୍ର କରନ୍ତି, ସେମାନେ କେବଳ ଗୋଟିଏ ଜିନିଷକୁ ଡରନ୍ତି ଏବଂ ତାହା ହେଉଛି ବଜରଙ୍ଗବଳୀ। ଯଦି ତୁମ ପାଖରେ ହନୁମାନ ମନ୍ଦିର ଅଛି, ତେବେ ପ୍ରତିଦିନ ହନୁମାନ ମନ୍ଦିର ଯାଅ। ଯଦି ତୁମ ଉପରେ ହନୁମାନଜୀଙ୍କର ସୁରକ୍ଷା ଅଛି, ତେବେ ହନୁମାନଜୀଙ୍କ ପାଦରୁ ସିନ୍ଦୁରକୁ ନିଜ କପାଳରେ ଲଗା। ହନୁମାନଜୀଙ୍କର ସୁରକ୍ଷା କବଚ ଏବଂ ସୂତା ଅଛି, ସେହି ସୂତାକୁ ତୁମ ବେକରେ ପିନ୍ଧ। ଯେକୌଣସି ହନୁମାନଜୀଙ୍କ ମନ୍ଦିରକୁ ଯାଅ ଏବଂ ସେଠାକାର ପଣ୍ଡିତଙ୍କୁ ମୋ ପାଇଁ ଏକ ସୂତା ତିଆରି କରିବାକୁ କୁହ। ସେହି ସୂତାକୁ ତୁମ ଚାରିପାଖରେ ପିନ୍ଧ ବେକରେ। ତେବେ କେହି ତୁମକୁ କ୍ଷତି ପହଞ୍ଚାଇବାକୁ ସାହସ କରିବେ ନାହିଁ। କେହି ତୁମକୁ କଷ୍ଟ ଦେଇପାରିବେ ନାହିଁ। ତାହା ତନ୍ତ୍ର ମନ୍ତ୍ର ହେଉ କିମ୍ବା ତନ୍ତ୍ର କ୍ରିୟା। ପ୍ରତିଦିନ ଘରେ ହନୁମାନ ଚାଳିଶା ବଜାନ୍ତୁ, ଟିଭି କିମ୍ବା ମୋବାଇଲରେ ବଜାନ୍ତୁ, କିନ୍ତୁ ଏହାକୁ ବଜାନ୍ତୁ ଏବଂ ଏହାକୁ ଶୁଣନ୍ତୁ ଏବଂ ଆପଣଙ୍କ ପରିବାର ଏବଂ ପରିବାରର ସଦସ୍ୟମାନଙ୍କୁ ମଧ୍ୟ ଶୁଣାନ୍ତୁ। ମୁଁ ତୁମକୁ ଏକ ସମାଧାନ କହୁଛି। ଶନିବାର ରାତିରେ ଏକ କଳା ସୂତାରେ 7ଟି କଳା ଉରଦ ଏବଂ ଏକ ତମ୍ବା ମୁଦ୍ରା ବାନ୍ଧନ୍ତୁ। ଆପଣଙ୍କୁ ଯାହା କରିବାକୁ ପଡ଼ିବ ତାହା ହେଉଛି ଏକ କଳା ସୂତା ଏବଂ ଏକ ତମ୍ବା ମୁଦ୍ରା ନେଇ ଏକ କଳା କପଡ଼ାରେ ଗୁଡ଼ାନ୍ତୁ। ଏକ ଛୋଟ ଗଣ୍ଠି ତିଆରି କରି କଳା ସୂତାରେ ଗୁଡ଼ାନ୍ତୁ ଏବଂ ଏହାକୁ ଡାହାଣ ହାତରେ ପିନ୍ଧନ୍ତୁ କିମ୍ବା ପକେଟରେ ରଖନ୍ତୁ। ବନ୍ଧୁଗଣ, ବିଶ୍ୱାସଘାତକମାନେ ପ୍ରାୟତଃ ଖରାପ ନଜର ସହିତ ଈର୍ଷା ସହିତ ଆକ୍ରମଣ କରନ୍ତି। ହଁ, ଖରାପ ନଜର ସହିତ ମନ୍ତ୍ର ଭଳି ଚିନ୍ତାଧାରା ସହିତ। ବିଶ୍ୱାସଘାତକମାନେ ଆମର ଲୁକ୍କାୟିତ ଶତ୍ରୁମାନେ। ସେମାନେ କେବଳ ଏହା କରନ୍ତି। ତେବେ କଳା ଉରଦ କ'ଣ କରିବେ? ଏହା ସେହି ଶକ୍ତିକୁ ଶୋଷିତ କରିବ ଏବଂ ତମ୍ବା ଆପଣଙ୍କର ଶକ୍ତିକୁ ଆହୁରି ବୃଦ୍ଧି କରିବ।
जदि केही आपणଙ୍କ विरुद्धरे गुप्त काम करुछि तेबे 7 दिन मध्यरे से निजे चली जिबा आरंभ करिबो किंबा तांकर मुखा आपणଙ୍କ सामनारे प्रकाशित हेबो। तेनु निश्चित भावरे एही समाधान करंतु। आपणଙ୍କୁ प्रति 7 दिनरे एही द्रवण बदलाइबाकू पड़िबो, अर्थात आपणଙ୍କୁ तंबा मुद्राकू पुणी थरे परिष्कार करिबा उचित। किंतु उरद डाली दाना अछि, आपणଙ୍କୁ प्रति 7 दिनरे बारंबार बदलाइबाकू पड़िबो, सूता मध्य बदलाइबाकू पड़िबो एवं आउ एक समाधान अछि बंधुगण, आपण एहा मध्य करिबा उचित। कोन करिबे? लूण, पाउंस एवं लवंगर एक गुप्त समाधान अछि। एही समाधान मंगलवार एवं शनिवार करंतु। एक पात्र नियंतु, सेही पात्ररे एक चिमुटा सीधा लूण नियंतु। आपणଙ୍କ घरे थिबा धूपकाठी किंबा हवन भस्म नियंतु। जदि आपणଙ୍କ घरे धूपकाठी किंबा हवन करा जाय तेबे एहार पाउंस नियंतु एवं ता सहित 3टी लवंग नियंतु एवं एबे एहाकू घरर मुख्यद्र पाखरे रखंतु, जहाँ घरर मुख्यद्र अटे। एही 3टी जिनिसकू राति सारा घरर मुख्यद्रे रखंतु एवं सकाळे एहाकू प्रवाहित पानी देई प्रवाहित करंतु। प्रवाहित पानी रे प्रवाहित करंतु। जदि आपणଙ୍କ पाखरे नदी अछि तेबे सेठारे प्रवाहित करंतु। जदि कोनोसी पोखरी अछि तेबे आपण सेठारे मध्य एहा करि परिबे। बंधुगण, देखंतु तंत्र मंत्र गुड़िक प्रायतः कोन करंती, सेमाने टार्गेट करंती घरर शक्ति एवं एही समाधान सेमानंक द्वारा पठा जाइथिबा संकेतकू भांगी देबो। बिना कारणरे आपण अनुभव करुथिबा चिंता ह्रास पाइबो। खराप स्वप्न, आपण अनुभव करुथिबा भारीपण मध्य ह्रास पाइबो एवं आपणଙ୍କ पछरे थिबा व्यक्ति जे क्षति करुछि से निजे क्षति पाइबो एवं तांकठारु दूरता मध्य सृष्टि हेबो। बंधुगण, एबे मु आपणଙ୍କୁ परवर्ती समाधान कहुछि। बहुत विश्वासघातक अछंती, सेमाने आपणଙ୍କ घरे मध्य लुचि रहिथिबे, किंतु आमकू सेमानंकर शक्ति ह्रास करिबाकू पड़िबो, सेमानंकू क्षति करिबाकू पड़िबो नाही। आमे समस्तंकू भल पाऊ, केही आमकू पसंद करंतु कि नाही। आमे आमर प्रियजनंक जत्न नेउथिबा लोक, किंतु आमे एहा मध्य चाहुछु जे एही लोकमानंकर कोनोसी क्षति न हेउ, सेमानंक सहित किछि अप्रीतिकर न हेउ। आमे केवल चाहुछु जे सेमाने आमठारु दूरेई रुहंतु। सेमानंकर मंद कार्य आमकू प्रभावित न करिबा उचित। आमे एहा चाहुछु। तेबे कोन करिबा? अमावास्या रातिरे सोरिष तेल दीप निय। दीप जालिबा परे किछि कुहंतु नाही। दीप जालिबा परे किछि कुहंतु नाही। केवल मनरे भाबंतु जे मो विरुद्धरे षड़यंत्र करुथिबा व्यक्तिंक शक्ति शून्य हेबा उचित। मनरे एतिकी भाव एवं तापरे तुमकू एही दीपटी पिपल गछरे जळाइबाकू पड़िबो। पिपल गछ तळे एहाकू जालिबाकू पड़िबो। बंधुगण, एहा किपरि काम करे? मु तुमकू कहिबी जे नीरव साधना सबुठारु घातक, अर्थात जेउमाने नीरव रही साधना करंती सेमाने सबुठारु घातक। विश्वासघातक एवं तंत्र मंत्र शब्द माध्यमरे नष्ट हुए नाही, बरं तुमर चेतना द्वारा नष्ट हुए। सेही लोकमाने हठात भांगी पड़िबे। जेउमाने आपणଙ୍କ विरुद्धरे अछंती सेमाने आपणଙ୍କ उपरे किछि करिबा समयरे दुर्बल होई जिबे। आपणଙ୍କ योजना बिना कोनोसी बाधारे समाप्त हेबो एवं जेउमाने आपणଙ୍କ विरुद्धरे अछंती सेमाने निजे भूल करिबा आरंभ करिबे। आपणଙ୍କର केवल किछि नियम अछि। आजिकाली आपण आपणଙ୍କର योजना काहाकू कहिबा उचित नुहे। आपण एबे कोन करिबाकू जाउछंती आपण काहाकू कहिबा उचित नुहे। बिना कारणरे रातिरे दर्पण ठारू दूरता रखंतु एवं रातिरे सोइबा समयरे मोबाइल को मुंड पाखरे रखंतु नाही। एही 3टी जिनिस सघातकंक पई द्र खोली थाए। सेथिपई आपणଙ୍କୁ एही जिनिसगुड़िकू हटाई एठारू दूरेई रहिबाकू पड़िबो। तेनु बंधुगण, मु आपणଙ୍କୁ समाधान मध्य कहि सारिछि। एबे आजिर भिडियोरे एहा सबु अछि। जदि आपण सेही गुप्त शत्रु मानकर नाम जानिबाकू चाहंती तेबे आपणଙ୍କ नाम लेखंतु। हाँ, आपण कमेंटरे आपणଙ୍କ नाम लेखंतु। आमे आपणଙ୍କ नाम अनुसारे आपणଙ୍କ शत्रुकू आपणଙ୍କ सम्मुखरे प्रकाश करिबु।